ପିଏମ୍ଜିରେ କମ୍ୟୁନିଟି ସୁପରଷ୍ଟାରଙ୍କ ଆନ୍ଦୋଳନ ସ୍ଥଗିତ। ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ। ଡିସେମ୍ବର 30 ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନ ସ୍ଥଗିତ ନେଇ ସୁଭାଷ ସିଂ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ମାର୍ଚ୍ଚ ମାସରୁ ଏମାନଙ୍କୁ ଦରମା ମିଳିନଥିଲା। 62,000 ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ ବିରୋଧୀ ବିଧାନସଭାରେ କଥା କଟାକଟି ହେଲା। ସିଆର୍ପି, ଏମ୍ବିକେ, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କ ମିତ୍ର, ଏଲ୍ଏସ୍ପି ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ କରାଯାଇଥିଲା। 10 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ମହିଳା। 6 ଗୋଟି କମ୍ୟୁନିଟି ସୁପରଷ୍ଟାରଙ୍କ 9 ମାସର ଦରମା ବନ୍ଦ ପ୍ରତିବାଦରେ ଲୁଏର ପିଏମ୍ଜିରେ ଗର୍ଜିଥିଲେ ମହିଳା। କିନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ ଖବରଟିକୁ ଜାଣିବାକୁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ୍ ସହ ଯୋଡ଼ିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଏଇଭଳି ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରକୁ ନେଇ ଲଗାତାର ତୃତୀୟ ଦିନ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ପୂର୍ବ ସରକାରକୁ ଦୋଷ ନ ଲଦି ସମାଧାନର ବାଟ ବାହାର କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଛି ବିରୋଧୀ। ନିଜ ଦୋଷକୁ ଘୋଡ଼ାଇବାକୁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶାସକ ଦଳର ସଦସ୍ୟମାନେ ଆକ୍ଷେପ କରିଛନ୍ତି। 2019ରେ ସେମାନଙ୍କୁ ନିଯୁକ୍ତି ଦେଲାବେଳେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ 2024ରେ ସେମାନଙ୍କ ଚୁକ୍ତି ସରିବ ଓ ଜିପିଏଲ୍ଏଫ୍ରେ ଟଙ୍କା ଦିଆଯିବ ନାହିଁ। ନିଜ ଦୋଷକୁ ଘଣ୍ଟ ଘୋଡ଼ାଇବା ପାଇଁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ବେଳେ ସେମାନଙ୍କୁ ବିଜେଡି ଭୋଟ ବ୍ୟାଙ୍କ ଭଳି ରାଜନୀତି ପାଇଁ ବ୍ୟବହାର କରିଥିଲା। ବିଧାନସଭା ଚାଲିଥିବାରୁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରାଜରାସ୍ତାକୁ ଅଣାଯାଇଛି। ମିଶନ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେ କହିଛନ୍ତି, ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଅଡୁଆ ପାହାଡ଼ ଉପରେ ଠିଆ କରାଇଛନ୍ତି। ମିଶନ ଶକ୍ତି ବିଭାଗକୁ ପୋଲିଓ ରୋଗରେ ଆକ୍ରାନ୍ତ କରିଦେଇଛନ୍ତି। ଏବେ ମା'ମାନଙ୍କ ପାଇଁ ବିଜେଡି ଛଳନା କରୁଛି। ଯେଉଁମାନେ 5 ବର୍ଷର ଅବଧି ଭିତରେ ଅଛନ୍ତି ସେମାନଙ୍କୁ ପାରିଶ୍ରମିକ ଦେବା ପାଇଁ ଗତ ମାସ 4 ତାରିଖରେ ଚିଠି ଯାଇଛି। ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମିଶନ ଶକ୍ତି ଅଧିକ କ୍ରିୟାଶୀଳ କରିବା ପାଇଁ ଆମ ସରକାର 2036 ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛି। ଭିଜନ ଡକ୍ୟୁମେଣ୍ଟର ପ୍ରଥମ ଧାର୍ଯ୍ୟ ଲକ୍ଷ୍ୟ ହିସାବରେ 2027 ମସିହା ସୁଦ୍ଧା ରାଜ୍ୟରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବାକୁ ଯାଉଛନ୍ତି।